ताले सालबेग तो पंडित मानक साथी पूजारी मानक साथी आसिले आ कौन लिखिछंती चल सखी आमे दर्शन करिवा ना आज्ञा वृंदावन रे समस्ते समस्त को डाकंती राधे बेकारी ना धरिकी डाकंती वृंदावन रे पुरुष कहिले भगवान कृष्ण जने आउ समस्ते नारी तेणु सालबेग लेखा भूल नुह कहले चल सखी आमे दर्शन करिया ताले साथी रे आसुछंती बड़ आनंद रे आसुछंती माँ कहिछि रथ ऊपर प्रभु को टिके देखि भाव विहल रे आसुछंती कालिया तो जानी देले जे तेने भक्त को परीक्षा कले आगे चाली चाली सालबेग आसुथिले बाटे कर हेला बाटरे ज्वर हैला आउ चालिके आसी पारले बाटरे पड़िले पड़िला पोरे कहले कालिया देखि पारिबिनी तोते देखि पारिबिनी रे कालिया मु आउ कोन पुरी जाई पारिबि ना तोते देखि पारिबि जेउ बालक कैबल्य नेई कि तुलसी देई कि भल करिथिले औषध नहीं कि राति रे बालक सालबेग पाखे पहुंची गले कहले सालबेग तुमको ज्वर होउछि मु औषध आनीछि एई औषध खाइले जगन्नाथ ज्वर भल होउछि आ तुम ज्वर भल हबनी ए औषध खाई दियो आउ तुमे डाकुन तुमे डाकिले प्रभु कोन तुमको छाड़ी की पळे नाय म तुमे नगला जाए प्रभु जीवे जगबंधु हे गोसाई जगबंधु हे गोसाई तुलसी चरण जगबंधु हे गोसाई जगबंधु हे गोसाई तुम हे गोसाई जगबंधु हे गोसाई 750 कोश चाली न पार मोह जीवा जाए नंदी घोष थीब मोह जीवा जाए नंदी घोष थीब जगबंधु हे गोसाई जगबंधु हे गोसाई सेठी सालबेग डाकिले कहले 750 कोश चाली न पार मो जीवा जाए नंदी घोष तेने रथ यात्रा परा हेला ए प्रभु रथे विजय कोले भला हे गिरे रसी धरी भक्त माने काणुथिले चक देवे न गड़िला हे भक्ताधीन भगवान भक्त डाकिछि मु जीवा जाए थिब रथरे रहिथिब प्रभु कहले मो भक्तटा आसीनी केते कांदुछि से न आसिले मु केमति छाड़ी जीवी ना जीविनी आज्ञा से तो भक्त तो भाव रे बंधारे से तो भक्त जीवन
ପ୍ରଭୁ ଛାଡ଼ିକି ଯାଇପାରିଲେନି। ହଁ ରଥ ବଢିଲାନି। ରାଜା ହାତୀ ଆଣିକି ଲଗେଇଲେ, ହଁ ଭିଡ଼ି ପାରିଲେନି। ଚକ ବଢିଲାନି। ରାଜା ସେତେବେଳକୁ ନରସିଂହ ଦେବ ହଁ ରାତିରେ ସ୍ୱପ୍ନ ହେଲା, ଆହା। ଏ ରାଜା ହଁ ମୋ ଭକ୍ତ ସାଲବେଗ ଆସୁଛି, ହଁ ପଡ଼ିଛି ସେ ନ ଆସିଲେ ମୁଁ ଯିବିନି। ନା ରାଜାଙ୍କର ସ୍ୱପ୍ନାଦେଶ ଶୁଣିଲା ମାତ୍ରେ ଉଠିଲେ ରାଜା। ହଁ ହଁ କୋଟି କୋଟି ଜନତା ଚାହିଁ ବସିଛନ୍ତି, କାଳିଆଙ୍କ ରଥ ଗଡୁନି। ହଁ ରାଜା କଥା ପ୍ରକାଶ କରିଦେଲେ ଯେ ସାଲବେଗ ନ ଆସିଲେ ରଥ ଯିବନି। ଘୋଡ଼ା ନେଇକି ସାଲବେଗଙ୍କୁ ଆଣିଲେ। ଆଣିଲା ମାତ୍ରେ ଆଉ ଜୟ ଜଗନ୍ନାଥ କେହି କହିଲେନି, କହିଲେ ଜୟ ଭକ୍ତ ସାଲବେଗ, ସାଧୁ ସାଲବେଗ, ସନ୍ଥ ସାଲବେଗ। ଆଜ୍ଞା ସାଲବେଗଙ୍କ ଜୟ ଧ୍ୱନି ହେଲା। ହଁ କାଳିଆ ଠାକୁରଙ୍କ ରଥ ତଳେ ଆସି ଷଷ୍ଠାଙ୍ଗ ପ୍ରଣିପାତ କରି ପଡ଼ିଗଲେ। କାନ୍ଦି କାନ୍ଦି କହିଲେ, ହେ ମଧୁସୂଦନ, ହଁ ହଁ ଏ ମୋ ଲାଗି ଗୋଟାଏ ଯବନ ଲାଗି ଆପଣ କୋଟି କୋଟି ଜନତାଙ୍କୁ ଦୁଃଖ ଦେଇକି ଅଛନ୍ତି। ଠାକୁରେ ଏଥର ଟିକେ ବିଜେ କରନ୍ତୁ। ହଁ ଯେଉଁ ପଣ୍ଡା ପ୍ରତିହାରୀ ମାନେ ସିଂହ ଦ୍ୱାର ଛାଡ଼ି ଦଉନଥିଲେ, ବେଶ ଆଜି ସେମାନେ ଜଗନ୍ନାଥଙ୍କ ଧଣ୍ଡାମାଳ ଗୀତ ଗୋବିନ୍ଦ ପାଟ ଖଣ୍ଡୁଆ ତାଙ୍କ ବେକରେ ପକେଇକି ତାକୁ ଉପରକୁ ପାଛୋଟି ନେଇଗଲେ। କାଳିଆ ଠାକୁରଙ୍କୁ କୁଣ୍ଡେଇ ପକେଇଲା, କହିଲା କାଳିଆ ମୋ ଲାଗି ଲୋକଙ୍କୁ ଦୁଃଖ ଦେଲୁ, ଭକ୍ତଙ୍କୁ ଏତେ ଦୁଃଖ। ଭକ୍ତ ମାନେ ଦୁଃଖ ପାଉଛନ୍ତି, ପ୍ରଭୁ ଟିକେ ବିଜେ କର। ପ୍ରଭୁ ଚାଲ ଚାଲ କହିଲା ମାତ୍ର କେ ରଥ ଚକ ଗଡ଼ି ନରସିଂହ ଦେବ ସବୁ ଦେଖୁ। ନରସିଂହ ଦେବ ରାଜା ଗଜପତି ଦେଖୁଛନ୍ତି, କହିଲେ ଧନ୍ୟରେ ଭକ୍ତ। ରାଜନହରକୁ ଡକେଇ ନେଲେ ସାଲବେଗକୁ। କହିଲେ ସାଲବେଗ, ତମ ଭକ୍ତିରେ ମୋ ପ୍ରଭୁ ଜଗତନାଥ ଜଗନ୍ନାଥ ପ୍ରୀତ ଆଉ ବନ୍ଧନ, ତେଣୁ ଯାଇପାରିଲେ। କଣ ମାଗିବ? କଣ ମାଗିବ ମାଗ, ଯାହା ଇଚ୍ଛା କରିବ ଦେଇ। ଜଗନ୍ନାଥ କହିଲେ କିଛି ମାଗୁନି, ତମେ ଚଳନ୍ତି ବିଷ୍ଣୁ ଜଗନ୍ନାଥ ରାଜା, କିଛି ମାଗୁନି ପ୍ରଭୁ। ଏ ମୁସଲମାନ ପୁଅଟା କଣ ମାଗିକି ନବ? ଏ ଶରଧା ବାଲିରୁ ହାତେ ମତେ ଦିଅ, ମୁଁ ସେଇଠି ବସିକି ଜଗନ୍ନାଥଙ୍କ ନାମ ଜପ କରିବି, ତାଙ୍କ ନାଁରେ କିଛି ଲେଖିବି ପ୍ରଭୁ। ଆଉ ପ୍ରଭୁଙ୍କ କହିବଲେ ଟିକେ ଖଞ୍ଜିଦବ, ଆଉ କିଛି ଦରକାର ନାହିଁ। ଏଇ ଯେଉଁ ନରହରି ମିଶ୍ରଙ୍କର ପଣ୍ଡିତଙ୍କର ଯେଉଁ ଘର ଖଣ୍ଡିକ ଥିଲା ବଳଗଣ୍ଡି ଛକରେ, ପଦ୍ମା ରହୁଥିଲା। ସାଲବେଗ ସେଥିରେ ରହିଲେ, ମାଙ୍କ ଠାରୁ ସଂସ୍କୃତ ଶିଖିଲେ, ଭାଗବତ ପଢିଲେ, ଗୀତ ଗୋବିନ୍ଦ ପଢିଲେ, ବୃନ୍ଦାବନ ଗଲେ। ସେଇ ଘରଟା ଥିଲା। ସେଇ ଘରଟା ସେହିଦିନ ଠାରୁ ଗଜପତି ମହାରାଜା ସାଲବେଗଙ୍କ ନାଁରେ ଲେଖିଦେଲେ, କହିଲେ ଏଟା ସାଲବେଗଙ୍କର। ତେଣୁ ସେଇଦିନ ଠାରୁ ବଳଗଣ୍ଡି ଛକରେ ଆଜ୍ଞା ସାଲବେଗଙ୍କ ପୀଠ ରହିଲା। ମାଗିକି ସାଲବେଗ ଘରକୁ ଆସିଲା ବେଳକୁ ପଦ୍ମାବତୀ ତେଣେ କଣ୍ଠାଗ୍ରତ ପରା ହୋଇ କରି ପଡ଼ିଲାଣି। କାହ୍ନା କାହ୍ନା ବୋଲି
ଉଚ୍ଚାରଣ କରି ମାଗୁଅଛି ଖାଲି ପାଣି। ସେତେବେଳକୁ ପଦ୍ମା ପ୍ରାଣ କଣ୍ଠାଗ୍ରତ ହୋଇଗଲା। କାହ୍ନା ପାଣି ଦେ, କାହ୍ନା ପାଣି ଦେ। ଯେତେବେଳେ ଡାକୁଛି, ଯେଉଁ ଛୋଟିଆ ପିଲାଟା ଆଣି ଔଷଧ ଦେଇଥିଲା, ଯେଉଁ ଛୋଟିଆ ପିଲା ଯାଇକି ଜ୍ୱର ଭଲ କରିଥିଲା, ସେଇ ଛୋଟିଆ ପିଲାଟା ପଦ୍ମା ମୁଖରେ ନେଇକି ପାଣି ଦଉଛି। ସାଲବେଗ ଆସିକି ଦେଖୁଛନ୍ତି ପଦ୍ମା ପାଖରେ ପ୍ରଭୁ ନିଜେ ପାଣି ଦଉଛନ୍ତି। ସାଲବେଗ ଦେଖୁଛନ୍ତି, ଧାଇଁ ଆସିଲେ ପ୍ରଭୁଙ୍କୁ କୋଳେଇ ପକେଇଲେ, କହିଲେ ମୁସଲମାନ ଠାରେ ଆପଣଙ୍କର ଏତେ ଦୟା, ହେ ଦୟା ସାଗର କରୁଣାର ବରୁଣାଳୟ, ହେ ଚକାନୟନ, ହେ ଦୁଃଖ ନାଶନ, ହେ ମଧୁସୂଦନ, ମୋ ଜୀବନଟା କେବଳ ତୋ ନାଁ ଗାଇ ଗାଇ ଯାଉ, ମୋର ଆଉ କିଛି ଦରକାର ନାହିଁ। ପୁଅ ନେଇକି ପାଣି ଟିକେ ଦେଲା। ପ୍ରଭୁ ଉଭା ହୋଇଛନ୍ତି। ଆଜ୍ଞା ବୈକୁଣ୍ଠରୁ ପୁଷ୍ପକ ଯାନ ଆସିକି ପହଞ୍ଚିଲା। ପଦ୍ମା ବୈକୁଣ୍ଠକୁ ଚାଲିଗଲେ। ମୋର ଦେହଟାକୁ ସାଲବେଗ କାନ୍ଧେଇଲେ। କେବଳ ସାଲବେଗ ନୁହଁ, ଭକ୍ତମାନେ ପଣ୍ଡା ପଢିଆଳି ଯେତେ ଥିଲେ ସମସ୍ତେ କାନ୍ଧେଇକି ନେଲେ। ସ୍ୱର୍ଗ ଦ୍ୱାରରେ ଦହନ କରେଇଲେ। ପଦ୍ମା ମୁକ୍ତି ହୋଇଗଲେ, ବୈକୁଣ୍ଠ ଗଲେ। ନରସିଂହ ଦେବ ସ୍ୱର୍ଗ ଦ୍ୱାରରେ ସେଇ ଦିନରୁ ମୁକ୍ତି ଶିଳା କି ଗୋଟେ ମୁକ୍ତି ପଥର ପକେଇଲେ। ତାହେଲେ ପୁରୀରେ କେତେଟା ପଥର ପଡିଛି, କେତେଟା ଶିଳା ଅଛି? ସବୁଗୁଡା ତ ପଥରରେ ତିଆରି। 22 ପାବଛରେ ପ୍ରଥମରେ ପଡିଛି ଯମଶିଳା ବା ପ୍ରେତ ଶିଳା। କୁଦିକି ଯିବ, ଆସିଲା ବେଳକୁ ଚାହିଁବନି। ଗଲା ବେଳେ କୁଦିକି ଯିବ, ଯମ କିଛି କରିପାରିବନି। ତମେ ବୈକୁଣ୍ଠ ଯାଉଛ। ଖାଲି କହୁଥିଲି ପରା 9ଟା ବୈକୁଣ୍ଠ କେବଳ ପୁରୀରେ। ଆସିଲା ବେଳେ ଚାହିଁବନି। ଜଗନ୍ନାଥଙ୍କ ରତ୍ନ ସିଂହାସନ ହଉଛି ରତ୍ନଶିଳା। ଶ୍ଵେତ ଗଙ୍ଗାରେ ପିତୃଶିଳା, ଆଉ ସ୍ୱର୍ଗ ଦ୍ୱାରରେ ମୁକ୍ତି ଶିଳା। ଭୁବନେଶ୍ୱର ମନ୍ଦିର ମାଳିନୀ, ଭୁବନେଶ୍ୱର ମନ୍ଦିର ମାଳିନୀ। ପୁରୀ କି କଣ କୁହାଯିବ? ୟାକୁ ତ ମନ୍ଦିର ମାଳିନୀ କୁହାଗଲା, ପୁରୀ କି କଣ କୁହାଯିବ? ପୁରୀ ହଉଛି ମଣ୍ଡପ ମାଳିନୀ। ପୁରୀରେ ବହୁତ ମଣ୍ଡପ, ରତ୍ନ ମଣ୍ଡପ, ନାଟ ମଣ୍ଡପ, ଭୋଗ ମଣ୍ଡପ, କର୍ମ ମଣ୍ଡପ, ରାହାସ ମଣ୍ଡପ, ସ୍ନାନ ମଣ୍ଡପ, ଚାହାଣୀ ମଣ୍ଡପ, ଭେଟ ମଣ୍ଡପ, ମଣି ମଣ୍ଡପ, ନିର୍ମାଲ୍ୟ ମଣ୍ଡପ, ତୁଳସୀ ମଣ୍ଡପ, କୈବଲ୍ୟ ମଣ୍ଡପ, ଯୋଉଠି ଆନନ୍ଦ ବଜାରରେ ଖାଉଛନ୍ତି, କୈବଲ୍ୟ ମଣ୍ଡପ, ରାହାସ ମଣ୍ଡପ, ଅଚିନ୍ତା ମଣ୍ଡପ, ମୁକ୍ତି ମଣ୍ଡପ, ଦୋଳ ମଣ୍ଡପ, ଜନ୍ମ ମଣ୍ଡପ, ଗୋମ୍ହା ମଣ୍ଡପ, ଲବଣୀଖିଆ ମଣ୍ଡପ, କାଳିୟ ଦଳନ ମଣ୍ଡପ, ଜଳ କ୍ରୀଡ଼ା ମଣ୍ଡପ, 22ଟା ମଣ୍ଡପ ଅଛି ପୁରୀରେ। ତାହେଲେ ମା ପଦ୍ମା ପାଇଁ ପଡିଲା ମୁକ୍ତିଶିଳା। ବାପା ଲାଲବେଗ ପାଇଁ କଟକରେ ଥାନା ରହିଲା। ଆଜ୍ଞା ଲାଲବେଗ ଥାନା, ଲାଲବାଗ ଥାନା ଆଜି ଯାଏ ଅଛି। ଆଜି ଯାଏ ଅଛି କି ନାଇଁ? ପୁଅ ପାଇଁ ରହିଲା ପୁରୀ ବଡ ଦାଣ୍ଡରେ ସାଲବେଗ ମଠ ବା ପୀଠ। କି ଭଳିଆ ଜଗନ୍ନାଥ ସଂସ୍କୃତି ମ ଆଜି ପର୍ଯ୍ୟନ୍ତ। ସାଲବେଗ ମରିଯାଇନି ମ। ସାଲବେଗ ଯେବେ ମରିଯାଇଛି, ତାହେଲେ ରଥ ଗଲା ବେଳେ ବଳଗଣ୍ଡି ଛକରେ କାହିଁକି ରହୁଛି? ସିଏ ପରା କହିଛି, ମୋହ ଯିବା ଯାଏ ନନ୍ଦୀ ଘୋଷେ ଥିବ, ମୁଁ ରଥରେ ଦେଖିବି। ତେଣୁ ପ୍ରତିବର୍ଷ ରଥ ଗଲେ ବଳଗଣ୍ଡି ଛକରେ ରହିବ ସାଲବେଗ ପୀଠଟି। ସିଏ ଦେଖିବ, ଦେଖିଲେ ଯାଇକି ପ୍ରଭୁ ଯିବେ। ପ୍ରତିଦିନ ରାତି ଅର୍ଦ୍ଧରେ କେହି ଜଣେ ଜ୍ୟୋତିର୍ବାନ ପୂଜାରୀ ସାଲବେଗ ପୀଠରେ ଯାଇକି ପୂଜା କରନ୍ତି।
ଦୟଣା କସ୍ତୁରୀ ଚନ୍ଦନର ମହକ ବଡ଼ ଦାଣ୍ଡକୁ ଆସିବ ବାସନା ଆସୁଥିବ ପୀଠ ଆଲୋକମୟ ହୋଇଯିବ ଘଣ୍ଟ ଘଣ୍ଟି ଶବ୍ଦ ଗଲେ ଦେଖିଲା ବେଳକୁ କେହି ନଥିବେ କିନ୍ତୁ ତମେ ଗଲେ ଦେଖିଲା ବେଳକୁ ଅନ୍ଧାର ହେଇଯାଇଥିବ ସାଲ ବେଗ ମଲେ କେଉଁଦିନ ପ୍ରତିଦିନ ଏମାର ଚକଡ଼ା ମଠରେ ନରହରି ପଣ୍ଡିତଙ୍କର ଚାମର ସେବା କରନ୍ତି ଦେଉଳକୁ ଆସନ୍ତି ନା 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 କିନ୍ତୁ ଜଗନ୍ନାଥ ବାଳକ ରୂପରେ ତାଙ୍କୁ ସାଥିରେ ନେଇକି ରାତିରେ ସବୁ ଦେଖେଇ ଦେଇଛି ହଁ ନ ଦେଖିଲେ ସେ ଲେଖିଲେ କେମିତି ନହେଲେ ଲେଖିଲେ କେମିତି 22 ପାବ ଛବନି ସୁଖେ କୈବଲ୍ୟ ପସରାରେ ନିପାତେ ଚାଣ୍ଡାଳ ବ୍ରାହ୍ମଣ ଶୁଦ୍ଧ ପରିଜନ୍ତେ ଆନନ୍ଦେ ଧୁଞ୍ଜନ୍ତି ମୁଖେ ମୁଖେ ଆହେ ବିରଜି ତୁମାସି ଭୁଲେ ନୟନାକେ କେରି ଆହେ ବିରଜି ପ୍ରଭୁ ଯେବେ ଦେଖିନଥାନ୍ତେ ଯେବେ ସାଲ ବେଗ କହିଥାନ୍ତେ ଗରୁଡ଼ ପଛରେ ଚାହିଁ ଦେଖ କି ଶୋଭା ଦିଶୁଛି। ଦେଖିନାହାନ୍ତି ଏରା ଲେଖିଲେ କେମିତି ତେଣୁ ପ୍ରଭୁଙ୍କ ସାଥିରେ ରାତିରେ ଯାଇଛନ୍ତି ଯାଇଛନ୍ତି ଦେଖିଛନ୍ତି ଆଉ କେଉଁ ଦିନ ଯାଇନାହାନ୍ତି ବଡ଼ ଏକାଦଶୀ କେଉଁ ଏକାଦଶୀ ବଡ଼ ଏକାଦଶୀରେ ନା ଆଷାଢ଼ ମାସ ହରିଶୟନ ଏକାଦଶୀ ହଁ ରଥରେ ଜଗନ୍ନାଥ ଅଛନ୍ତି ବଡ଼ ଦାଣ୍ଡରେ ଏ ମାର ଚକଡ଼ାରେ ଚାମର ସେବା କରୁଥିଲେ ଆଜ୍ଞା ସେଇଠି ପ୍ରାଣବାୟୁ ତାଙ୍କର ଉଡ଼ିଗଲା ମହାପ୍ରୟାଣ ହେଇଗଲା କବିମାନେ ପଣ୍ଡିତମାନେ ପୂଜାରୀମାନେ ସମସ୍ତେ ଆସି କାନ୍ଧରେ ଧରିକି ନେଲେ ହଁ କେତେକ କହନ୍ତି ଜଳ ସମାଧି ଦେଲେ ମହୋଦଧିରେ ହଁ ହଁ କେତେକ ପ୍ରମାଣ ଦେଇଛନ୍ତି ବଳଗଣ୍ଡି ଛକ ତାଙ୍କ ମଠ ଯୋଉଟାକ ତାଙ୍କ ଘର ସେଇଠି ସେ ଗୋଟେ ସମାଧି ସ୍ଥଳ ତେଣୁ ମୋ ବାପା ମାନେ ଜଗନ୍ନାଥ ସଂସ୍କୃତି କାଲିର 22 ପାହାଚ କଥା ତ ବାକି ରହିଛି ଫେରେ ଶୁଣିବ ହଁ ହଉ ଆଜି ଭକ୍ତ ସାଲ ବେଗ କଥା ବର୍ତ୍ତମାନ ସାୟ ହେବାକୁ ଯାଉଛି ଆପଣମାନଙ୍କୁ ଆଜି ପାଇଁ ଏତିକିରେ ବିଦାୟ ନେଉଛି ସମସ୍ତଙ୍କୁ ଗଙ୍ଗାଧର ଯୋଡୁଅଛି ମାନେ ପିତା ମାତା କୁମାର ଦୟା କରିଲେ ଏକ ହରିବୋଲ ସମସ୍ତଙ୍କୁ ଦୟା କରିଲେ ବାବା ସତ୍ୟ ଶରଣ ରକ୍ଷଣ ହରି ବୋଲ ହୁଳ ହୁଳି କର ତାଳି ଦିଅ ଏ ଦେଶ ଦୁଃଖ लक्ष्मी स्त्री पंकजाखी निवसदनी भारती कंठ देश आर्तत्राण नारायण भक्त साल बेग परी भक्ति प्रदान करांत।